हेलो फ्रेंड नमस्कार गुड मॉर्निंग मु दीपक आपण देखुचंती दीपक टीवी दुनिया। आज हेउची जुलाई मास 5 तारिख रविवार। चलंतु जानि नबा आज दिनर केतोटी गुरुत्वपूर्ण टॉप न्यूज अपडेट। प्रथम अपडेट पीएनबी कानारा एवं भारतीय स्टेट बैंक एबे हेबो गोटिए बैंक रे मिश्रण सरकार देले मंजूरी। एबे सोशल मीडिया रे एक खबर भाइराल हेउची ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ସରକାରୀ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଭାଇରାଲ ହେଉଥିବା ଖବର ଅନୁଯାୟୀ ଏହି ତିନୋଟି ବ୍ୟାଙ୍କ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କମାନଙ୍କ ମଧ୍ୟରେ ରହିଛି। ବିଶେଷ କରି ଏସବିଆଇ ହେଉଛି ଭାରତର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ। ତେବେ ଏହି ଭାଇରାଲ ଖବରର ସତ୍ୟତା ମଧ୍ୟ ସାମ୍ନାକୁ ଆସିଛି। ଏହି ଭାଇରାଲ ଖବରର ସତ୍ୟତା ସ୍ପଷ୍ଟ କରି ପ୍ରେସ୍ ଇନଫରମେସନ ବ୍ୟୁରୋ ନିଜ ପକ୍ଷରୁ ଏକ ଫଟୋ ସହ ପୋଷ୍ଟ କରି କହିଛନ୍ତି ଯେ ଏହି ଦାବି ସମ୍ପୂର୍ଣ୍ଣ ଫେକ୍। ପରବର୍ତ୍ତୀ ଖବର ରାସନ କାର୍ଡରେ ମିଳୁଥିବା ଚାଉଳକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ରାସନ କାର୍ଡ ଧାରକମାନଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳର ଗୁଣବତ୍ତା ଉନ୍ନତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ବଣ୍ଟନ କରାଯାଉଥିବା ଚାଉଳରେ ଭଙ୍ଗା ଶସ୍ୟର ପରିମାଣ ପୂର୍ବ ଅପେକ୍ଷା କମ୍ ହେବ, ଯାହାଦ୍ୱାରା ଲୋକମାନେ ଉନ୍ନତ ମାନର ଶସ୍ୟ ପାଇବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ପ୍ରାୟ 80 କୋଟି ହିତାଧିକାରୀଙ୍କୁ ଉତ୍ତମ ରାସନ ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଖବର ପୋଷ୍ଟ ଅଫିସର ଏହି ସ୍କିମରେ ପିଏମ ମୋଦି ମଧ୍ୟ ଟଙ୍କା ବିନିଯୋଗ କରନ୍ତି ଏବଂ ଏହି ସ୍କିମରେ କେବଳ ସୁଧରୁ ହିଁ ହୋଇଥାଏ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର। ଯଦି ଆପଣ ନିଜ କଷ୍ଟଲବ୍ଧ ରୋଜଗାରର ବିନିଯୋଗ ପାଇଁ ଏକ ଭଲ ଯୋଜନା ସନ୍ଧାନରେ ଅଛନ୍ତି, ତେବେ ପୋଷ୍ଟ ଅଫିସର ନ୍ୟାସନାଲ ସେଭିଂସ ସାର୍ଟିଫିକେଟ ଯୋଜନା ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ସବୁଠାରୁ ବଡ଼ କଥା ହେଉଛି ନିଜେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଯୋଜନାରେ ନିବେଶ କରନ୍ତି। ଏହି ପୋଷ୍ଟ ଅଫିସ ନ୍ୟାସନାଲ ସେଭିଂସ ସାର୍ଟିଫିକେଟ ଯୋଜନାରେ ଆପଣ ସର୍ବନିମ୍ନ 1000 ଟଙ୍କାରୁ ମଧ୍ୟ ନିବେଶ ଆରମ୍ଭ କରିପାରିବେ। ଏହି ଯୋଜନାରେ 5 ବର୍ଷ ପାଇଁ 5 ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ ମ୍ୟାଚୁରିଟି ସମୟରେ ଆପଣଙ୍କୁ ମୋଟ 7,24,517 ଟଙ୍କା ମିଳିବ। ଅର୍ଥାତ୍ କେବଳ ସୁଧ ବାବଦକୁ ଆପଣଙ୍କୁ 2,24,517 ଟଙ୍କା ଫାଇଦା ମିଳିବ। ପରବର୍ତ୍ତୀ ଖବର ପିଏଫ ନିୟମରେ ବଡ଼ ପରିବର୍ତ୍ତନ। ଏବେ ମାସକୁ ମାତ୍ର 1800 ଟଙ୍କା କଟିବ ପିଏଫ ଏବଂ ହାତକୁ ଆସିବ ଅଧିକ ଦରମା। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ଖବର। କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଇପିଏଫ୍ ସ୍କିମ୍ 2026 ଲାଗୁ କରାଯାଇଛି। ଏହାଦ୍ୱାରା ପିଏଫ୍ କଟାଯିବା ନିୟମରେ ବଡ଼ ପରିବର୍ତ୍ତନ ଆସିଛି। ଏଣିକି କମ୍ପାନୀଗୁଡ଼ିକ ଆପଣଙ୍କ ମୂଳ ଦରମା ଉପରେ ଯେତେ ଅଧିକ ପିଏଫ୍ କାଟୁଥିଲେ ତାହା ଆଉ ବାଧ୍ୟତାମୂଳକ ହୋଇ ରହିବ ନାହିଁ। ସରକାରଙ୍କ ନୂଆ ନିୟମ ଅନୁଯାୟୀ ସରକାର 15,000 ଟଙ୍କାର ବେସିକ ସାଲାରୀ ସୀମା ଧାର୍ଯ୍ୟ କରିଛନ୍ତି। ଏହି ସୀମା ଉପରେ 12% ହିସାବରେ ମାସକୁ ମାତ୍ର 1800 ଟଙ୍କା ପିଏଫ୍ କାଟିବା ବାଧ୍ୟତାମୂଳକ। ଅର୍ଥାତ୍ ଯଦି ଆପଣଙ୍କ ଦରମା 1 ଲକ୍ଷ ଟଙ୍କା ବି ହୋଇଥାଏ, ତେବେ ମଧ୍ୟ ଆପଣଙ୍କ ପିଏଫ୍ ଖାତାରେ କେବଳ 1800 ଟଙ୍କା କଟିବ। ପରବର୍ତ୍ତୀ ଖବର ବେସରକାରୀ ପ୍ରାଥମିକ ସ୍କୁଲ ପାଇଁ ବଦଳିଲା ନିୟମ ଏବଂ ନୂଆ ଗାଇଡଲାଇନ ଜାରି। ରାଜ୍ୟରେ ବେସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ଅନୁମତି ପ୍ରକ୍ରିୟାକୁ ନେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରକାଶ ପାଇଛି। ଓଡ଼ିଶା ଶିକ୍ଷା ଅଧିନିୟମ 1969 ଏବଂ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସରକାର ଏହି ନୂଆ ନିୟମ ଜାରି କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟର କୌଣସି ବି ମାଧ୍ୟମର ବେସରକାରୀ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ଠାରୁ ଓପନିଂ ପରମିଶନ ଏବଂ ସାର୍ଟିଫିକେଟ ରେକଗ୍ନିସନ ନେବା ବାଧ୍ୟତାମୂଳକ। ଏହା ବିନା କୌଣସି ସ୍କୁଲ ପ୍ରତିଷ୍ଠା କିମ୍ବା ପରିଚାଳନା କରାଯାଇପାରିବ ନାହିଁ।